ସେଥିପାଇଁ ଆମେ ଆଉ କ'ଣ ଆଜ୍ଞା କହିପାରିବା। ମୁଁ ଗୋଟେ କ'ଣ ଗୋଟେ ମାନେ ମୁଁ ତ ଗୋଟେ ସାଧାରଣ ବ୍ୟକ୍ତିତ୍ୱ, ସାଧାରଣ ବ୍ୟକ୍ତି। ସମାଜ ପାଇଁ ଆମେ ଗୋଟେ ଜିନିଷ କହିବା, ସମସ୍ତେ ମାନେ ଯେମିତି ଆଇନ କନଷ୍ଟିଟ୍ୟୁସନ୍ ଯେମିତି କହୁଛି ଆର୍ଟିକଲ୍ 14 ମେନ୍ ଆଣ୍ଡ ଓମେନ୍ ଆର୍ ଇକ୍ୱାଲ୍ ରାଇଟ୍, ଠିକ୍ ସେଇଭଳି ଭାବରେ ସମସ୍ତଙ୍କର ମଧ୍ୟ ସମ୍ମାନ ମାନେ ଆର୍ଟିକଲ୍ 21 ଅନୁସାରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି। ଯଦି ସମସ୍ତଙ୍କର ସମ୍ମାନ ସହିତ ଅଧିକାର ରହିଛି ବଞ୍ଚିବାର, ତାହେଲେ ଗୋଟିଏ ଜିନିଷ ଆମେ କହିପାରିବା ଯେ ସମସ୍ତେ ମିଶି ଯେଉଁଭଳି ଭାବରେ ଦୀର୍ଘ ବର୍ଷ ଧରି ମହିଳାମାନେ ନିର୍ଯାତନା ହେଉଥିଲେ ବୋଲି ମହିଳାଙ୍କ ପାଇଁ ମହିଳା କମିଶନ ପ୍ରତିଷ୍ଠା କରାଗଲା ଏବଂ ମହିଳା ପୋଲିସ ଷ୍ଟେସନ ପ୍ରତିଷ୍ଠା କରାଗଲା, ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦିଆଗଲା। ଠିକ୍ ସେଇଭଳି ଭାବରେ ବର୍ତ୍ତମାନ ସେ ସମୟ ପଳେଇଛି। ବର୍ତ୍ତମାନ ଆମେ ଇନକ୍ରେଡିବଲ୍ ଇଣ୍ଡିଆ, ଯେଉଁଠିକି ବର୍ତ୍ତମାନ ମହିଳାମାନଙ୍କ ଅପେକ୍ଷା ଅଧିକା ପୁରୁଷମାନେ ନିର୍ଯାତନା ପାଉଛନ୍ତି। ମୁଁ କହୁନି, ଏନ୍ସିଆର୍ବି ରିପୋର୍ଟଟାକୁ ଦେଖନ୍ତୁ। ଏନ୍ସିଆର୍ବି ରିପୋର୍ଟ ଯେଉଁଟା ନ୍ୟାସନାଲ୍ ରେକର୍ଡ଼ କ୍ରାଇମ୍ ବ୍ୟୁରୋ ଯେଉଁ ଏନ୍ସିଆର୍ବି ରିପୋର୍ଟଟା ଆପଣ କହୁଛି ପରିବାରରେ ଅଶାନ୍ତିରେ ଯେତିକି ବିବାହିତ ମହିଳାମାନେ ନିଜର ଜୀବନ ଦେଇ ଦେଉଛନ୍ତି, ତା'ର 2 ଗୁଣରୁ ଅଧିକା ବିବାହିତ ପୁରୁଷମାନେ ମଧ୍ୟ ନିଜର ଜୀବନ ଦେବାର ନଜିର ରହିଛି ଏବଂ ଆକଳନ କହୁଛି। ଠିକ୍ ସେଇଭଳି ଭାବରେ ଅବିବାହିତ ଯେଉଁମାନେ ଅବିବାହିତ ଯେତିକି ଝିଅମାନେ ନିଜର ଜୀବନ ଦେଉଛନ୍ତି ପ୍ରେମରେ ଧୋକା ଖାଇକିରି, ତା'ର 2 ଗୁଣରୁ ଅଧିକା ଅବିବାହିତ ପୁଅମାନେ ଜୀବନ ଦେଇ ଦେଉଛନ୍ତି। ତେଣୁ କେଉଁଠି ନା କେଉଁଠି ଆକଳନ, ଏଇଟା ତାଙ୍କର ଯେଉଁ ରିପୋର୍ଟଟା କହିଲା, ଏଥିରେ ପୁରା ସ୍ପଷ୍ଟ ପ୍ରମାଣ ହେଲା ଯେ ମହିଳାମାନଙ୍କ ଅପେକ୍ଷା ଅଧିକା ପୁରୁଷମାନେ ନିର୍ଯାତିତ। ଖାଲି ମୁଁ ନୁହେଁ, ଏବଂ 2014 ସୁପ୍ରିମକୋର୍ଟ ମାନ୍ୟବର ସୁପ୍ରିମକୋର୍ଟଙ୍କର ଜଜମେଣ୍ଟ ଯଦି ଦେଖିବେ, ଅର୍ଣ୍ଣେଶ କୁମାର ଭର୍ସେସ୍ ଷ୍ଟେଟ୍ ଅଫ୍ ବିହାର, ଏଇ ଯେଉଁ ଜଜମେଣ୍ଟରେ ମାନ୍ୟବର ସୁପ୍ରିମକୋର୍ଟ ଅତି ସୁନ୍ଦର ଭାବରେ କହିଛନ୍ତି ମହିଳାମାନଙ୍କୁ ଯେଉଁ ଆଇନଟି ଦିଆଯାଇଥିଲା ନିଜର ସୁରକ୍ଷା କବଚ ରୂପେ ବ୍ୟବହାର କରିବା ପାଇଁ, ଠିକ୍ ତା'ର ବର୍ତ୍ତମାନ ଦେଖାଯାଉଛି ମହିଳାମାନେ ତା'ର ଦୁରୁପଯୋଗ କରୁଛନ୍ତି, ଖଣ୍ଡାରେ ଲୋକମାନଙ୍କୁ କାଟିବା ଆରମ୍ଭ କରିଦେଇଛନ୍ତି। କେଉଁଠି ନା କେଉଁଠି ମାନ୍ୟବର ମାନେ ଏଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ଯାହା ଉପରେ ଆମର କଥା କହିବାର କିଛି ଅଧିକାର ନାହିଁ, ମାନ୍ୟବର ସୁପ୍ରିମକୋର୍ଟ ନିଜେ ତାଙ୍କ ଆଡ଼ର ଭର୍ଡିକ୍ଟରେ ନିଜେ ଆଡ଼ମିଟ୍ କରିଗଲେ ପୁରୁଷମାନେ ବର୍ତ୍ତମାନ ନିର୍ଯାତିତ। 2014 ମସିହାରେ, ଆଜିକି ଆସି କେତେ ବର୍ଷ ହେଲାଣି? 13 ବର୍ଷ ହେଲାଣି। 13 ବର୍ଷ ପୂର୍ବରୁ ତାମାନେ ପୁରୁଷମାନେ ନିର୍ଯାତିତା ପାଇ ଆସୁଛନ୍ତି। ତେଣୁ ପରିବର୍ତ୍ତନର ଦାୟିତ୍ୱ କାହାର? ମିଡ଼ିଆର। ତେଣୁ ଏଇ ଯେଉଁ ସୋସାଇଟିରେ ସମସ୍ତେ ମିଶି, ଯେଉଁ ପରିବାରରେ ପୁରୁଷ ଅଛନ୍ତି, ଯେଉଁ ମାନେ ମହିଳାମାନେ ଯେଉଁ ଘରେ ଅଛନ୍ତି, ଯେଉଁ ପରିବାରରେ ପୁରୁଷ ଥିବା ମହିଳାମାନେ ସମସ୍ତେ ମଧ୍ୟ ଏକତ୍ରିତ ହେବା ଦରକାର। କାହିଁକି? ଯେତେବେଳେ ଗୋଟେ ଭାଇଟେ ନିର୍ଯାତନା ପାଉଛି, ସେତେବେଳେ ଗୋଟେ ମହିଳା ବି ଆଫେକ୍ଟେଡ଼ ହେଉଛି ସେ ପରିବାରରେ, ହେଉଛି ନା ନାହିଁ? ତେଣୁ ଯେହେତୁ ସମସ୍ତେ ମିଳିମିଶିକି ଆମେ ରହିବା, ଗୋଟେ ଯେମିତି ଗୋଟେ କ'ଣ ପଇସାର 2ଟା ପାର୍ଶ୍ୱ ଅଛି, ଗୋଟେ ହେଡ଼୍ ଏବଂ ଗୋଟେ ଟେଲ୍, ଠିକ୍ ଭାବରେ ସମାଜରେ ବଞ୍ଚିବା ପାଇଁ ହେଲେ ଗୋଟେ ପୁରୁଷ ଏବଂ ଗୋଟେ ମହିଳାର ସମ୍ମିଶ୍ରଣର ଆବଶ୍ୟକ। ଆମେ ସମସ୍ତେ କହିଲେ ମହିଳାମାନେ ଆଦି, ପୁରୁଷମାନେ ଆଉ ଅଦି ନୁହେଁ, ଖାଲି ମହିଳାମାନଙ୍କ ପାଇଁ ସଂସାରଟା ବଞ୍ଚିଛି, ପୁରୁଷମାନେ କିଛି କରୁନାହାନ୍ତି। କାଉ ଆଉ କୋଇଲି, ଆମେ କହିଦେଉଛେ ମହିଳାଟିଏ ଯେମିତି ମାନେ ଛୁଆଟିଏ ପେଟରେ ରଖିବାର ତା'ର କାପାସିଟି ଅଛି, ପୁରୁଷର ଅଛି କି? ତାହେଲେ କ'ଣ ପୁରୁଷ ଗୁଡ଼ାକ ସ୍ପର୍ମ ଡୋନର କି? ପୁରୁଷମାନଙ୍କ ସମ୍ମିଶ୍ରଣ ନହେଲେ ମହିଳାଟିଏ ଛୁଆଟିଏ କେମିତି ରହିବ ତା ପେଟରେ? ପୁରୁଷ ଏବଂ ମହିଳା ଏମାନଙ୍କର ସମ୍ମିଶ୍ରଣରେ ସୋସାଇଟି ତିଷ୍ଠିକି ରହିବ। ଆଉ ସବୁଠାରୁ ବଡ଼ କଥା ହେଉଛି କାଉ ଆଉ କୋଇଲି ଦେଖିବା ପାଇଁ ଏକା ଭଳି, 2 ଜଣ ଯାକ ପକ୍ଷୀ, ସିଏ ବି ଅଣ୍ଡା ଦିଏ, ଇଏ ବି ଅଣ୍ଡା ଦିଏ। ଆମେ କହିବା ସବୁ ସମାନ ହେଇପାରିବାନି। କେମିତି? ଯେତେବେଳେ ବସନ୍ତ ଋତୁ ଆସିବ, ସେତେବେଳେ କାଉ କହିବ କ'ଣ? କୁ, କୋଇଲି କହିବ କୁ, କାଉ କହିବ କା। ତେଣୁ ଆମେ ଗୋଟେ ସମାଜରେ ବଞ୍ଚିବା ପାଇଁ ହେଲେ ଆମେ କଣ୍ଟେଷ୍ଟ ନୁହେଁ, ଆମେ କେମିତି ସମାନତା ଭାବରେ ଚଳିବା, ଦ୍ୟାଟ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ।